କ୍ୟାନ୍ସର ପାଇଁ ଉଜୁଡ଼ିବାକୁ ବସିଛି ସଂସାର। ଅର୍ଥ ଅଭାବରୁ ହୋଇପାରୁନାହିଁ ଚିକିତ୍ସା। 5 ବର୍ଷ ହେବ ପାଇପ୍ ସାହାଯ୍ୟରେ ତରଳ ଖାଦ୍ୟ ଖାଇ ଜୀବନ ବିତାଉଛନ୍ତି ଯାଜପୁର ଜିଲ୍ସା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁ ଗାଁର ଅକ୍ଷୟ ଜେନା। ପରିବାରର ମୁଖ୍ୟଙ୍କର ଏଭଳି ଅବସ୍ଥା ପିଲାମାନଙ୍କୁ ଚିନ୍ତାରେ ପକାଇଛି। କ୍ୟାନ୍ସର ପାଇଁ ଉଜୁଡ଼ିବାକୁ ବସିଛି ସଂସାର। ବୃଦ୍ଧ ବାପାଙ୍କ ଉପରେ ବୋଝ ହୋଇଛି ଏକମାତ୍ର ରୋଜଗାରିଆ ପୁଅ। ଏକଦା ସାତପ୍ରାଣୀ କୁଟୁମ୍ବଙ୍କ ମୁହଁରେ ହସ ଫୁଟାଉଥିବା ପୁଅ ଆଜି ଅନ୍ୟର ସାହାଯ୍ୟରେ ଭୋକ ମେଣ୍ଟାଉଛି। ଦିନେ କି 2 ଦିନ ନୁହେଁ, 5 ବର୍ଷ ହେବ ପାଇପ୍ ସାହାଯ୍ୟରେ ତରଳ ଖାଦ୍ୟ ଖାଇ ଜୀବନ ବିତାଉଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁ ଗାଁର ଅକ୍ଷୟ ଜେନା। ପରିବାର ଲୋକେ ଧାର ଉଦ୍ଧାର କରିବା ସହ ଗାଁରେ ଚାନ୍ଦା ଆଦାୟ କରି ଚିକିତ୍ସା କରୁଛନ୍ତି। ଅପରେସନ ପରେ ତାଙ୍କର ଗଳା ଆଉ ଖୋଲୁ ନାହିଁ। କ୍ୟାନ୍ସର ହେଇଯାଇଛି ଆଜି 5 ବର୍ଷ ହେଇଗଲାଣି। ସେ ମେଡିକାଲରେ ଥିଲେ, କାଶୀ ମେଡିକାଲରେ ଥିଲେ, ସେଇଠି ଅପରେସନ ହେଇଥିଲେ। ବମ୍ବେ ଗଲେ, ବମ୍ବେରୁ ଆସିଲେ ଓଡ଼ିଶା ପଠେଇଦେଲେ। ଭୁବନେଶ୍ୱର ଟ୍ରିଟମେଣ୍ଟ ହେଉଛି। ଆଉ ପୁଅ ତ କ୍ୟାନ୍ସର, ସେ ପୁଅକୁ ଅନେଇଥିଲୁ, ପୁଅ ତାର ଯାହା କରିବ, ତାର ସରକାର ଯାହା। ପୁଅ ତ ଏଇଆ ଘଟଣା, ମୁଁ କ'ଣ କରିମୁ, କେମିତି ଚଳିମୁ? ଏମିତି କାମ ସବୁ ଚାଲିଲା ଠିକ୍ ଠାକ୍। 3 ବର୍ଷ ପରେ ତାଙ୍କର ଏ କ୍ୟାନ୍ସର ଆରମ୍ଭ ହେଲା। ତାପରେ ଘରେ ଆସିଲେ, ଭୁବନେଶ୍ୱରରେ ଟ୍ରିଟମେଣ୍ଟ ଏବେ ଚାଲିଛି, କେମୋ ନେଉଛନ୍ତି। ମୋ ପାଖରେ ଯାହା ପଇସା ପତ୍ର ଥିଲା ତାଙ୍କ ଟ୍ରିଟମେଣ୍ଟରେ ସରକାରଙ୍କୁ ଏତିକି ଚାହୁଁଛି ସାହାଯ୍ୟ କଲେ ମୋ ସ୍ୱାମୀ, ମୋ ପିଲାମାନେ ଆଗକୁ ଭଲ ରହିପାରିବେ। ଅକ୍ଷୟଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ଘର ଚଳିବା ସହିତ ପିଲାମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେବାକୁ ବସିଲାଣି। ଅନ୍ୟପଟେ ବୁଢ଼ା ବାପାଙ୍କ ଆଣ୍ଠୁଗଣ୍ଠି ଧରୁଥିବାରୁ ସେ ବି ଦାଣ୍ଡ ପିଣ୍ଡାରେ ବସି ରହୁଛନ୍ତି। 2 ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି ପରିବାରର ପ୍ରତିଟି ସଦସ୍ୟ। ଚିକିତ୍ସା କଥା ବୁଝିବାକୁ କାହା ପାଖେ ସମୟ ନାହିଁ କି ସାମର୍ଥ୍ୟ ବି ନାହିଁ। ମୋ ବାପାଙ୍କର ଏବେ କ୍ୟାନ୍ସରରେ ବାପା ପୀଡ଼ିତ ଅଛନ୍ତି। ଆମ ଖାଇବାକୁ ପାଉନୁ କି ରହିବାକୁ ଆମ ପାଖରେ ଟଙ୍କାଟେ ବି କିଛି ନାହିଁ। ଫାଷ୍ଟ ଆମର କାର୍ସିନୋଭା କ୍ୟାନ୍ସର ହସ୍ପିଟାଲ କଟକରେ ଅପରେସନ ହେଇଥିଲା ବାପାଙ୍କର। 3 ବର୍ଷ ପରେ ପୁଣି ଇନଫେକ୍ସନ ହେଇକି ବାହାରିଲା। ଆମେ ତାକୁ ମୁମ୍ବାଇକି ନେଇକି ଗଲୁ। ମୁମ୍ବାଇରେ ଡକ୍ଟର କହିଲେ ଯେ ଟ୍ରିଟମେଣ୍ଟ ଠିକ୍ ଚାଲିଥିଲା, ହେଲେ ତଥାପି କହିଲେ ପଇସା ପାଇଁ ଆମର ଟିକେ ଅସୁବିଧା ହେଲା ବୋଲି ସେମାନେ କହିଲେ ଯେ ତମେ ଯାଇକି ଓଡ଼ିଶାରେ ଟ୍ରିଟମେଣ୍ଟ କର ବୋଲି। ଆମେ ଏବେ ଏମ୍ସ ହସ୍ପିଟାଲ ଟ୍ରିଟମେଣ୍ଟ ଚାଲିଛି ବାପାଙ୍କର, ସବୁ ଠିକ୍ ଅଛି, କିନ୍ତୁ ଆମର ଟିକେ ପଇସା ପାଇଁ ବହୁତ ଅସୁବିଧା ଅଛି। ଆମ ଗାଁ ଲୋକ ବି ବହୁତ ସାହାଯ୍ୟ କରୁଛନ୍ତି। 5 ବର୍ଷ ହେଲା ପୁତୁରାଟି କ୍ୟାନ୍ସର ହେଇଯାଇଛି। ଜମି ବାଡ଼ି ଯେତିକା ଥିଲା ସବୁ ବିକି ବାକି ଦେଇ ସାରିଲେଣି। ଗାଁ ବୁଲି ସବୁ ମାଗୁଣି କରିକି ମାଗି ଜାତି ଜାଣିକି ସେ ଛୁଆଙ୍କୁ ସମ୍ଭାଳୁଛନ୍ତି, ପାଠ ପଢ଼ଉଛନ୍ତି। ସରକାର କିଛି ସାହାଯ୍ୟ ହେବେ ଆଉ। ପରିବାର ଲୋକେ କଟକଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ଅକ୍ଷୟକୁ ନେଇଛନ୍ତି, କିନ୍ତୁ ସୁଫଳ ପାଉନାହାନ୍ତି। ଏପଟେ ଅର୍ଥାଭାବ। ତେଣୁ ଅକ୍ଷୟଙ୍କ ଚିକିତ୍ସା ପାଇଁ ସରକାର କିମ୍ବା କୌଣସି ସଂଗଠନ କିଛି ସାହାଯ୍ୟ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଅନ୍ୟପଟେ ଯଦି କୌଣସି ବଦାନ୍ୟ ବ୍ୟକ୍ତି ଅକ୍ଷୟଙ୍କୁ ସାହାଯ୍ୟ କରିବାକୁ ଚାହୁଁଥାନ୍ତି, ତେବେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅକ୍ଷୟ କୁମାର ଜେନା ଆକାଉଣ୍ଟ ନମ୍ବର 3253360218 IFSC କୋଡ୍ CVIN 0281178 ମାଧ୍ୟମରେ ସହଯୋଗ କରିପାରିବେ। ଯାଜପୁର ଟାଉନରୁ ଦେବାଶିଷ ସାହୁଙ୍କ ରିପୋର୍ଟ, କଳିଙ୍ଗ टीवी।